दर्शक बंधु नमस्कार। ମୁଁ ଆପଣଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଯଦି ଚ୍ୟାନେଲ ପ୍ରଥମ ଥର ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ, କାରଣ ଆଗକୁ ଯେତେ ନୂଆ ଭିଡ଼ିଓ ଆସିବ ସର୍ବପ୍ରଥମେ ଆପଣ ଦେଖିପାରିବେ। ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଆଜି ଖବର ବିଷୟ। ସନରାଇଜର୍ସ ହାଇଦ୍ରାବାଦ ଠାରୁ ଶୋଚନୀୟ ଭାବେ ହାରିବା ପରେ ଚାପରେ ମୁମ୍ବାଇ ଇଣ୍ଡିଆନ୍ସ। ତେବେ ଦଳର ଚିନ୍ତା ଆହୁରି ବଢ଼ିବାକୁ ଯାଉଛି। ଦଳର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବେ ପର୍ଯ୍ୟନ୍ତ ଫିଟ୍ ହୋଇନାହାନ୍ତି, ତେଣୁ ସେ ଆଗାମୀ କିଛି ମ୍ୟାଚ୍ ଖେଳିପାରିବେ ନାହିଁ। ଏହି ଖବର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁସ୍କିଲ ଆହୁରି ବଢ଼ାଇ ଦେଇଛି। କାରଣ ଆଇପିଏଲ୍ର 17ତମ ସଂସ୍କରଣରେ ମୁମ୍ବାଇ ପର୍ଯ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରି 2ଟି ମ୍ୟାଚ୍ ଖେଳି 2ଟିରେ ପରାଜୟ ଭୋଗିଛି। ମିଷ୍ଟର 360 ଡିଗ୍ରୀ ନାଁରେ ପରିଚିତ ସୂର୍ଯ୍ୟକୁମାର ଯାଦବ ସର୍ଜରୀ ପରେ ସମ୍ପୂର୍ଣ୍ଣ ଠିକ୍ ହୋଇନଥିବା ଜଣାପଡ଼ିଛି। ଆଇପିଏଲ୍ର ସେ ଆଉ କିଛି ମ୍ୟାଚ୍ ନ ଖେଳିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀ ସୂର୍ଯ୍ୟକୁମାରଙ୍କ ଉପରେ ପୂରା ନଜର ରଖିଛି। ଅନଫିଟ୍ କାରଣରୁ ସୂର୍ଯ୍ୟକୁମାର ମୁମ୍ବାଇ ଖେଳିଥିବା ପ୍ରଥମ 2ଟି ମ୍ୟାଚ୍ରେ ଖେଳିପାରିନାହାନ୍ତି। ବିସିସିଆଇ ସୂତ୍ର ଅନୁସାରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ସେ ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ। ତେବେ ସୂର୍ଯ୍ୟକୁମାର ଆଉ କିଛି ମ୍ୟାଚ୍ରୁ ଦଳରୁ ବାହାରେ ରହିପାରନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସକୁ ଭାରି ପଡ଼ିଛି। ବିସିସିଆଇ ମଧ୍ୟ ସୂର୍ଯ୍ୟଙ୍କୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁନି, କାରଣ ଜୁନ୍ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଟି20 ବିଶ୍ୱକପ୍ ଖେଳାଯିବ। ବିଶ୍ୱକପ୍ ପାଇଁ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଏକ ଏକ୍ସ ଫ୍ୟାକ୍ଟର। ଦର୍ଶକ ବନ୍ଧୁ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ନମସ୍କାର।